हेलो एवरीवन, आई एम दमयंती। वेलकम टू माय यूट्यूब चैनल। एबे मु आलोचना करी तृतीय अध्यायर इंद्रधनु। आधुनिक वैज्ञानिक माने प्रतिपादन करिसेंती सूर्य किरण कुंडा झड़ा वर्षा हेउथिबा बेले आकाश मंडल रे भासमान कणिका गुड़िक द्वारा प्रसरित होई सप्तरंग विशिष्ट इंद्रधनु आकाश रे सृष्टि हुए। सूर्य जेउ दिगरे थांती इंद्रधनु ही तार विपरीत दिगरे देखा जाए। आश्चर्यर विषय इंद्रधनु सृष्टिर गूढ़ रहस्य आजकु प्राय 1500 वर्ष तले भारतर प्रख्यात ज्योतिर्विद बराह मिहिर जानिथिले। तांक मतरे बहुपन्न विशिष्ट सूर्य किरण मेघरे प्रतिफलित हेले इंद्रधनु सृष्टि होइथाए। तापरे सूर्यर आयतन। सूर्य पृथ्वी ठारू केते बृहत्तर ताहा सहजरे धारणा करिहेब नाही। वैज्ञानिक माने गणना करी देखंती जे सूर्यर व्यास होउची 1,440,000 किमी अर्थात पृथ्वीर व्यास 110 गुण। एहार आकार पृथ्वीर आकार ठारू प्राय 13 लाख गुण अधिक। तापरे सूर्यर ओजन। वैज्ञानिक माने हिसाब करी देखिचंती पृथ्वीर ओजन ठारू सूर्यर ओजन 332,000 गुण अधिक। सूर्य पृथ्वी परी घन पदार्थ होई नथिबारु ओ एहा एक गैसीय पदार्थ भावरे रहिथिबारु एहार ओजन आकार तुलन रे एते कम। पृथ्वी भली घन पदार्थ होइथिले एहार ओजन आहुरी 4 गुण बेसी होई थांता। तापरे सूर्य केउ पदार्थरु तैयारी। सूर्य जदिओ आमठारू कोटि कोटि किलोमीटर दूरतारे अवस्थित तथापि एहा केउ पदार्थरु तैयारी वैज्ञानिक माने ताहा आविष्कार करि पारिछंती। सूर्य आम पृथ्वी भली कठिन नुहे। एहा सर्वदा उत्तप्त गैसीय अवस्था रही अछि। सूर्यर उपरी भागरे 6500 डिग्री सेंटीग्रेड। सूर्यर एही अत्यधिक तापमात्रा हेतु सेथिरे थिबा विभिन्न मौलिक वस्तु कठिन बा तरल अवस्था न रही गैसीय अवस्था रही थाए। सूर्यर एते शक्ति केउठु आसे? सूर्यर आरंभरु सूर्य सर्वदा शक्ति किरणर करी आसुची। वैज्ञानिक माने गणना द्वारा स्थिर करिसेंती जे शक्ति विकिरण हार प्रति सेकेंड रे सूर्यर ओजन 10 कोटी मोहन कमी जाइछि। सूर्य एही जिउ विराट शक्ति हेउची तहिरे 200 कोटी भागरु भागे पृथ्वी उपरे पड़े। बाकीतक महाशून्य मध्यरे लीन होई जाए। वर्तमान प्रश्न उठुची से सूर्य देहरे एते शक्ति केउठु आसे? वैज्ञानिक माने गवेषणा करी देखंती जे सूर्य मध्यरे थिबा नाना प्रकारर मौलिक वस्तुर रूपांतर हेतु वस्तुर क्षय होई शक्तिर अभ्युदय होउची। तापरे सौरमंडलर विभिन्न अंश। पृथ्वीर जेपरी वायुमंडल अछि सूर्यर सेहीपरि सौरमंडल अछि। एही सौरमंडल प्रधानतः
ଚାରିଗୋଟି ଭାଗରେ ବିଭକ୍ତ, ଯଥା ଆଲୋକମଣ୍ଡଳ, ବିଷଣମଣ୍ଡଳ, ବର୍ଣ୍ଣମଣ୍ଡଳ, ଛଟାମଣ୍ଡଳ। ଏକରେ ଆଲୋକମଣ୍ଡଳ ସୂର୍ଯ୍ୟର ଉଜ୍ଜଳ ଉପରି ଭାଗ ଯାହାକୁ ଆମେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିପାରୁ ତାହା ଆଲୋକମଣ୍ଡଳ ଭାବରେ ପରିଚିତ। ଏହି ମଣ୍ଡଳଟି ଏତେ ଉଜ୍ଜଳ ଯେ ଆମେ ଏହାକୁ ଖାଲି ଆଖିରେ ଅନାଇ ପାରୁନାହିଁ। ଆଲୋକମଣ୍ଡଳର ଉଜ୍ଜଳତା ହେତୁ ଆମେ ସୂର୍ଯ୍ୟର ନିକଟବର୍ତ୍ତୀ ଆକାଶରେ ଆଉ କିଛି ଦେଖିପାରୁ ନାହିଁ। ତାପରେ ବିଷମ ମଣ୍ଡଳ। ଆଲୋକମଣ୍ଡଳର ପରିବର୍ତ୍ତୀ ମଣ୍ଡଳଟି ବିଷମ ମଣ୍ଡଳ ଭାବେ ପରିଚିତ। ଏହା ଆଲୋକମଣ୍ଡଳକୁ ଘୋଡ଼ାଇ ରଖିଛି। ସୂର୍ଯ୍ୟ କିରଣ ଏହି ମଣ୍ଡଳ ଦେଇ ଆସିଲେ ସେଥିରେ ଥିବା ବିଭିନ୍ନ ବାଷ୍ପ ରାଶି ନିଜ ନିଜ ବର୍ଣ୍ଣପଟର ଆଲୋକ ବିଶୋଷଣ କରନ୍ତି। ତାପରେ ସୌରମଣ୍ଡଳର ବିଭିନ୍ନ ଅଂଶ। ପୃଥିବୀର ଯେପରି ବାୟୁମଣ୍ଡଳ ଅଛି, ସୂର୍ଯ୍ୟର ସେହିପରି ସୌରମଣ୍ଡଳ ଅଛି। ଏହି ସୌରମଣ୍ଡଳ ପ୍ରଧାନତଃ ଚାରିଗୋଟି ଭାଗରେ ବିଭକ୍ତ, ଯଥା ଆଲୋକମଣ୍ଡଳ, ବିଷଣମଣ୍ଡଳ, ବର୍ଣ୍ଣମଣ୍ଡଳ, ଛଟାମଣ୍ଡଳ। ଆଲୋକମଣ୍ଡଳ ତ ଏଠି ଆଲୋଚନା କରିଛି, ବିଷମ ମଣ୍ଡଳ ମଧ୍ୟ ବର୍ଣ୍ଣନା କରିଛି। ଏବେ ଆଲୋଚନା କରିବି ବର୍ଣ୍ଣମଣ୍ଡଳ। ଆଲୋକମଣ୍ଡଳ ତଥା ବିଷମ ମଣ୍ଡଳର ଠିକ୍ ବାହାରେ ଯେଉଁ ଆବରଣଟି ଅଛି ତାହାକୁ ବର୍ଣ୍ଣମଣ୍ଡଳ କୁହାଯାଏ। ଏହା ସୂର୍ଯ୍ୟର ଉଜ୍ଜଳତା ହେତୁ ସହଜରେ ଦେଖି ହୁଏ ନାହିଁ। ଯେତେବେଳେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ହୁଏ ସେତେବେଳେ ବର୍ଣ୍ଣମଣ୍ଡଳକୁ ଦେଖିବା ସମ୍ଭବପର। ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ସମୟରେ ଲକ୍ଷ୍ୟ କଲେ ଏଥିରେ ହଜାର ହଜାର କିଲୋମିଟର ଉଚ୍ଚ ଗ୍ୟାସୀୟ ଶିଖା ଉଠୁଥିବାର ଦେଖାଯାଏ। ଏହି ଶିଖାଗୁଡ଼ିକ ବିଭିନ୍ନ ପ୍ରକାରର ଧାତବ ଗ୍ୟାସରୁ ସୃଷ୍ଟ। ଏଗୁଡ଼ିକ ବର୍ଣ୍ଣ ସାଧାରଣତଃ ଲାଲ ଓ ଆକୃତି ବଡ଼ ବିଚିତ୍ର ଧରଣର। ତାପରେ ରଶ୍ମିମଣ୍ଡଳ ବା ଛଟାମଣ୍ଡଳ। ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ପୂରାପୂରି ଘୋଡ଼ାଇ ହୋଇଥିଲା ବେଳେ ଲକ୍ଷ୍ୟ କଲେ ଦେଖାଯାଏ ଯେ ଏକ ମୁକ୍ତା ନଦୀ ଶୁଭ୍ର ଆଲୋକ ସୂର୍ଯ୍ୟକୁ ଘେରି ରହିଛି। ଏହାର ରଶ୍ମିମଣ୍ଡଳ ବା ଛଟାମଣ୍ଡଳ କହନ୍ତି ଏହାକୁ। ଏହି ଛଟାମଣ୍ଡଳ ଦେଖିବାକୁ ସୁନ୍ଦର। ବେଳେ ବେଳେ ଏହି ମଣ୍ଡଳ ଲକ୍ଷ ଲକ୍ଷ ମାଇଲ ପର୍ଯ୍ୟନ୍ତ ଲମ୍ବିଥାଏ। ତାପରେ ସୌରମଣ୍ଡଳ। ସୂର୍ଯ୍ୟର ଅଲେକମଣକୁ ଲକ୍ଷ୍ୟ କଲେ ସେଥିରେ ବେଳେ ବେଳେ କଳା କଳା ଚିହ୍ନ ଦେଖିବାକୁ ମିଳେ। ଏଗୁଡ଼ିକୁ ସୌରକଳଙ୍କ କୁହାଯାଏ। ସୌରକଳଙ୍କ ଗୁଡ଼ିକ ସୂର୍ଯ୍ୟ ଦେହରେ ପୁଞ୍ଜା ପୁଞ୍ଜା ହୋଇ ରହିଥିବାର ଦେଖାଯାଏ। ଏଗୁଡ଼ିକୁ ଆଖିକୁ ଖୁବ୍ ଛୋଟ ଦେଖାଗଲେ ମଧ୍ୟ ପ୍ରକୃତରେ ଏତେ ଛୋଟ ନୁହନ୍ତି। ଗୋଟିଏ ଗୋଟିଏ ସୌରକଳଙ୍କର ବ୍ୟାସ 2.5 ଲକ୍ଷ କିଲୋମିଟରରୁ ଅଧିକ। ଏଥିମଧ୍ୟରେ ପଣ ପଣ ପୃଥିବୀ ପଶିଯିବା ବିଚିତ୍ର ନୁହେଁ। ପର୍ଯ୍ୟବେକ୍ଷଣ ଦ୍ୱାରା ଦେଖାଯାଇଛି ଯେ ଏହି ସୌରମଣ୍ଡଳ ଗୁଡ଼ିକ ସଂଖ୍ୟା ସୂର୍ଯ୍ୟଙ୍କ ଠାରୁ ବଦଳୁଥାଏ। ଥରେ ଥରେ ସୂର୍ଯ୍ୟ ଦେହରେ ଏତେ କଳଙ୍କ ଆବିର୍ଭୂତ ହୁଏ ଯେ ଖାଲି ଆଖିରେ ମଧ୍ୟ ସେଗୁଡ଼ିକ ଦେଖାଯାଏ। ତାପରେ ସୌରକଳଙ୍କ କିପରି ସୃଷ୍ଟି ହୁଏ? ସୌରକଳଙ୍କ କିପରି ସୃଷ୍ଟି ହୁଏ ତହିଁର କାରଣ ଦର୍ଶାଇବାକୁ ଯାଇ ବୈଜ୍ଞାନିକମାନେ କହିଛନ୍ତି
ଉତ୍ତପ୍ତ ବାଷ୍ପମୟ ପିଣ୍ଡ ସୂର୍ଯ୍ୟପୃଷ୍ଠରେ ବେଳେ ବେଳେ ଭୟାନକ ଝଡ଼ ହୁଏ। ଏହି ଝଡ଼ ଫଳରେ ସୂର୍ଯ୍ୟର ଉଜ୍ଜ୍ୱଳ ବହିର୍ଭାଗରେ ଫାଟ ଦେଖାଦିଏ ଓ ଏହି ଫାଟ ଦେଇ ସୂର୍ଯ୍ୟର ନାଭିକେନ୍ଦ୍ର ବାହାରକୁ ଦିଶେ। ସୂର୍ଯ୍ୟର ନାଭିକେନ୍ଦ୍ର କୃଷ୍ଣ ବର୍ଣ୍ଣ ହୋଇଥିବାରୁ ଏହି ଫାଟଗୁଡ଼ିକ କଳା ଦେଖାଯିବା ସ୍ୱାଭାବିକ। ତାପରେ ସୁମେରୁର ପ୍ରଭାବ। ସୌରମଣ୍ଡଳର ପୃଥିବୀ ଉପରେ ପ୍ରଭାବ। ସୌରମଣ୍ଡଳର ପୃଥିବୀ ଉପରେ ପ୍ରଭାବ। ଯେତେବେଳେ ସୂର୍ଯ୍ୟ ପୃଷ୍ଠରେ ଅଧିକ ସଂଖ୍ୟକ କଳଙ୍କ ଦେଖାଯାଏ ସେତେବେଳେ ପୃଥିବୀ ପୃଷ୍ଠରେ ଚୁମ୍ବକୀୟ ଝଡ଼ ହୁଏ। ଉତ୍ତର ଓ ଦକ୍ଷିଣ ଆଲୋକ ବା ସୁମେରୁ ଓ କୁମେରୁ ଦେଖାଯାଏ ଓ ଉଜ୍ଜ୍ୱଳ ଦିଶେ। ସୁମେରୁର ପ୍ରଭାବ। ଏହା ମଧ୍ୟ ଉତ୍ତର ଗୋଲାର୍ଦ୍ଧ ଭାବରେ ପରିଚିତ। ମେରୁ ପ୍ରଭା ଦେଖାଦେଲେ ଆକାଶରେ ବିଚ୍ଛିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ମେରୁ ଆକାଶ ହଳଦିଆ, ସବୁଜ, ଲୋହିତ, ଗୋଲାପୀ, ବେଳେବେଳେ ନୀଳ ବର୍ଣ୍ଣ ଧାରଣ କରେ। ସୁମେରୁ ପ୍ରଭାବ ଦେଖାଦିବା ପୂର୍ବରୁ ଆକାଶର ଦିଗବଳୟର ଏକ କ୍ଷୀଣ ଆଲୋକ ଦେଖାଯାଏ। ତତ୍ପରେ ଏହି ଚାପ ସହିତ ଲମ୍ବ ହୋଇ ଆଲୋକ ଦେଖାଯାଏ। କୁମେରୁର ପ୍ରଭାବ। ଏହା ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧ ଭାବେ ପରିଚିତ। କୁମେରୁ ଅଞ୍ଚଳରେ ଘନ ଅନ୍ଧକାର ରାଶିରେ ଆକାଶ ହଠାତ୍ ଆଲୋକିତ ଦିଶେ। ଦକ୍ଷିଣ ଦିଗ୍ବଳୟ କିଛି ଉପରକୁ ବିରାଟ ପରଦା ଝୁଲିଲା ଭଳି ଆକାଶର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ଏକ ପରଦା ଲମ୍ବି ଯାଇଥାଏ। ଦୁଆରେ ପଡ଼ିଥିବା ପରଦା ଉପରେ ମୃଦୁ ପବନ ବୋହିଲେ ଏହା ସେମିତି ଏପଟ ସେପଟ ହୋଇ ଦୋହଲେ। କୁମେରୁ ଆକାଶର ଏହି ପରଦା ଠିକ୍ ସେହିଭଳି ଦୋହଲେ। ଅନ୍ଧାର ଆକାଶରେ ଏହି ସ୍ୱଳ୍ପ ଆଲୋକ ପରଦା ଦିଶେ ଓ ପ୍ରକୃତରେ ଆକାଶରେ ଓହଳିଲା ଭଳି ଦେଖାଯାଏ। ତାପରେ ଚତୁର୍ଥ ଅଧ୍ୟାୟ ଆମ ସୌରଜଗତର ଗ୍ରହମଣ୍ଡଳ। ଏକରେ ନବଗ୍ରହ ସମ୍ବନ୍ଧୀୟ ହିନ୍ଦୁ ଓ ଆଧୁନିକ ମତ ମଧ୍ୟରେ ପାର୍ଥକ୍ୟ। ଆଧୁନିକ ବୈଜ୍ଞାନିକମାନଙ୍କର ଏହି ମତ ପ୍ରଚାରିତ ହେବା ପୂର୍ବରୁ ହିନ୍ଦୁ ଜ୍ୟୋତିର୍ବିଦମାନଙ୍କ ଗ୍ରହମଣ୍ଡଳ ସମ୍ବନ୍ଧରେ ଆଉ ଏକ ବିଭିନ୍ନ ମତ ଥିଲା। ସେମାନେ ଆଧୁନିକ ବୈଜ୍ଞାନିକ ଭଳି ମଧ୍ୟ 9ଗୋଟି ଗ୍ରହର ସୂଚନା ଦେଇଥିଲେ। କିନ୍ତୁ ସେମାନଙ୍କର ଏହି 9ଗୋଟି ଗ୍ରହ ଆଧୁନିକ 9ଗୋଟି ଗ୍ରହଠାରୁ ଅନେକାଂଶରେ ଭିନ୍ନ। ହିନ୍ଦୁ ମତରେ ଆକାଶର 9ଗୋଟି ଗ୍ରହ ହେଉଛନ୍ତି ରବି, ସୋମ, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। ଆଧୁନିକ ବୈଜ୍ଞାନିକମାନେ ପ୍ରତିପାଦନ କରିଛନ୍ତି ଯେ ହିନ୍ଦୁମାନଙ୍କର ଏହି 9ଟି ଯାକ ଗ୍ରହ ପ୍ରକୃତରେ ଗ୍ରହ ନୁହେଁ। ଏଥିମଧ୍ୟରେ ରବି ଗ୍ରହ ନୁହେଁ, ଏକ ନକ୍ଷତ୍ର ମାତ୍ର। ଚନ୍ଦ୍ର ଗ୍ରହ ନୁହେଁ, ଏକ ଉପଗ୍ରହ। ଚନ୍ଦ୍ରର କକ୍ଷ ପୃଥିବୀର କକ୍ଷକୁ ଯେଉଁ 2ଟି ବିନ୍ଦୁରେ ଛେଦ କରନ୍ତି ସେହି 2ଟି ବିନ୍ଦୁ ଗ୍ରହ ଓ କେତୁ ଗ୍ରହ ଭାବରେ ପରିଚିତ। ପରେ ଗ୍ରହମାନଙ୍କର ଆକାର। 9ଗୋଟି ଗ୍ରହ ମଧ୍ୟରୁ କେବଳ 6ଗୋଟି ଗ୍ରହକୁ ଆମେ ଆଖିରେ ଦେଖିପାରୁ। ବାକି 3ଗୋଟି ଗ୍ରହକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଦରକାର। ଗ୍ରହର ଆକାର ହେଉଛି ପ୍ରଥମେ ବୁଧ।
ନା ସୂର୍ଯ୍ୟ 2 ଫୁଟ ବ୍ୟାସର ଏକ ଗୋଲକ। ବୁଧ 164 ଫୁଟ, ଶୁକ୍ର 184 ଫୁଟ, ପୃଥିବୀ 130 ଫୁଟ, ମଙ୍ଗଳ 150 ଫୁଟ, ବୃହସ୍ପତି ଅଧ ମାଇଲ, ଶନି 4 ମାଇଲ, ଇନ୍ଦ୍ର 1 ମାଇଲ, ବରୁଣ 1 ମାଇଲ, ଯମ 3 ମାଇଲ। ତାପରେ ଉପଗ୍ରହ। ପୃଥିବୀ ଗ୍ରହର ଉପଗ୍ରହ ଅଛି ବୋଲି ସବୁ ଗ୍ରହର ସେ ଉପଗ୍ରହ ଅଛି ତା ନୁହେଁ। କେତେକ ଗ୍ରହରେ ମୋଟେ ଉପଗ୍ରହ ନାହିଁ ଓ କେତେକର ଏକାଧିକ ଉପଗ୍ରହ ଥିବାର ସୂଚନା ମିଳେ। ଏହି ଉପଗ୍ରହ ଗୁଡ଼ିକ ନିଜ ନିଜ ଗ୍ରହ ଚାରିପାଖରେ ବୁଲୁ ବୁଲୁ ଗ୍ରହ ସହିତ ସୂର୍ଯ୍ୟ ଚାରିପାଖରେ ଘୂରି ଆସନ୍ତି। ଏଗୁଡ଼ିକୁ ସୂର୍ଯ୍ୟଠାରୁ ସାଧାରଣ ଆଲୋକ ପାଇ ଉଜ୍ଜଳ ଦିଅନ୍ତି। ସୂର୍ଯ୍ୟଠାରୁ ଗ୍ରହମାନେ ଆଲୋକ ପାଇ ଉଜ୍ଜଳ ଦେଇଥାନ୍ତି। ପୃଥିବୀର ଉପଗ୍ରହଟି ହେଉଛି ଆମର ପରିଚିତ ଚନ୍ଦ୍ର। ଅନ୍ୟାନ୍ୟ ଗ୍ରହ ମଧ୍ୟରୁ ମଣ୍ଡଳ ଗ୍ରହ 2ଟି, ବୃହସ୍ପତିର 11ଟି, ଶନିର 9ଟି। ଏହିପରି ଭାବରେ ଉପଗ୍ରହ ଥିବାର ପ୍ରମାଣ ମିଳିଥାଏ। ତାପରେ କୃତ୍ରିମ ଉପଗ୍ରହ। 1957 ମସିହା ଅକ୍ଟୋବର ମାସ 4 ତାରିଖରୁ ପୃଥିବୀର ଶକ୍ତିଶାଳୀ ରାଷ୍ଟ୍ର ସୋଭିଏତ୍ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀ ଚାରିପାଖରେ କୃତ୍ରିମ ଉପଗ୍ରହମାନ ଘୂରାଇବା ଆରମ୍ଭ କରିଛନ୍ତି। ଏଗୁଡ଼ିକ ମଣିଷ ହରା ସୃଷ୍ଟି ହୋଇଥିବାରୁ କୃତ୍ରିମ ଉପଗ୍ରହ ଭାବେ ଖ୍ୟାତ। ତାପରେ ସୂର୍ଯ୍ୟ ଚାରିପାଖରେ ଗ୍ରହମାନେ ଘୂରନ୍ତି କାହିଁକି? ସମସ୍ତ ଲକ୍ଷ୍ୟ କରିଥିବେ ଯେ ଗଛରୁ ଯେତେବେଳେ ଆତ ପାଚି ଖସି ପଡ଼େ ତାହା ଅନ୍ୟ ଆଡ଼କୁ ନ ଯାଇ ପୃଥିବୀ ପୃଷ୍ଠରେ ପଡ଼େ। ଆତ କାହିଁକି ଅନ୍ୟରେ ନ ପଡ଼ି ପୃଥିବୀ ପୃଷ୍ଠରେ ପଡ଼େ? ଏହାର କାରଣ ନିର୍ଦ୍ଦେଶ କରିବାକୁ ଯାଇ ବିଶିଷ୍ଟ ଇଂରାଜୀ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ ଆବିଷ୍କାର କଲେ। ସେ ପୃଥିବୀ ଓ ଆତ ମଧ୍ୟରେ ଥିବା ଏକ ଅଦୃଶ୍ୟ ଆକର୍ଷଣ ଶକ୍ତି ଯୋଗୁଁ ଆତ ପୃଥିବୀ ଆଡ଼କୁ ଟାଣି ହୋଇ ଆସୁଛି। ସେ ଏହି ଆକର୍ଷଣ ଶକ୍ତିର ନାମ ଦେଇଥିଲେ ମାଧ୍ୟାକର୍ଷଣ। ପୃଥିବୀ ପୃଷ୍ଠରେ ଯେତେ ପଦାର୍ଥ ଅଛି ସେ ସମସ୍ତଙ୍କୁ ପୃଥିବୀ ନିକଟ ବା ପୃଥିବୀ ନିଜ ଆଡ଼କୁ ଆକର୍ଷଣ କରୁଥିବାରୁ ସେମାନେ ପୃଥିବୀକୁ ଛାଡ଼ି ଆଉ କୁଆଡ଼େ ପଳାଇ ଯାଉନାହାନ୍ତି। ତେଣୁ ସୂର୍ଯ୍ୟ ଓ ଗ୍ରହମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁଁ ସାଧାରଣ ମହାକର୍ଷଣ ହୋଇଥାଏ। ତେଣୁ ସୂର୍ଯ୍ୟ ମଧ୍ୟ ପୃଥିବୀ ଚାରିପଟେ ଘୂର୍ଣ୍ଣୟମାନ କରିଥାଏ। ଆମ ସୌରଜଗତ ମଧ୍ୟରେ ସୂର୍ଯ୍ୟ ସବୁ ଗ୍ରହଠାରୁ ଅତ୍ୟଧିକ ବଡ଼ ହୋଇଥିବାରୁ ସେ ସୌରଜଗତର ସମସ୍ତ ଗ୍ରହକୁ ନିଜ ଆଡ଼କୁ ଅଧିକ ଜୋରରେ ଟାଣିଛି। ଏଣେ ସୌରଜଗତର ସୃଷ୍ଟି ଇତିହାସରୁ ଆମେ ଜାଣୁ ଯେ ସୂର୍ଯ୍ୟ ପୃଥିବୀରୁ ଗ୍ରହଗୁଡ଼ିକ ଜାତ ହୋଇ ଏକ ଶକ୍ତି ନେଇ ସୂର୍ଯ୍ୟଠାରୁ ଖସି ଆସିଲେ ଓ ସେମାନେ ଯେଉଁ ଶକ୍ତି ନେଇ ସୂର୍ଯ୍ୟ ଦେହରୁ ଚାଲି ଆସିଲେ ତାହାଦ୍ୱାରା ସେମାନେ ସୂର୍ଯ୍ୟକୁ ପୂରାପୂରି ଛାଡ଼ି ପାରି ନଥିଲେ। ତାପରେ ଗ୍ରହମାନେ କେଉଁ ନିୟମରେ ଘୂରନ୍ତି? ଏକରେ ଗଣନାହାର ଜଣାଇଛି ଯେ ଗ୍ରହମାନେ ସାଧାରଣତଃ କେତୋଟି ନିୟମ ପରିବର୍ତ୍ତୀ ହୋଇ ସୂର୍ଯ୍ୟ ଚାରିପାଖରେ ଘୂରନ୍ତି। ଏକରେ ଗ୍ରହମାନେ ସାଧାରଣତଃ ଅଣ୍ଡାକୃତି କକ୍ଷରେ ଭ୍ରମଣ କରନ୍ତି। ଦୁଇରେ ଗ୍ରହମାନଙ୍କର କ୍ଷୟ ଚିତ୍ରରେ ଦେଖାଗଲା ଭଳି
ଏକ ସମତାଳରେ ନଥାନ୍ତି। 3 ଗ୍ରହଗୁଡ଼ିକ ପଶ୍ଚିମରୁ ପୂର୍ବକୁ ଗତି କରି ସୂର୍ଯ୍ୟ ଚାରିପାଖରେ ଘୂରନ୍ତି। ତାପରେ ବିଭିନ୍ନ ଗ୍ରହ। 1 ବୁଧ। ଏହା ଆକାଶରେ ଅନ୍ୟ ଗ୍ରହମାନଙ୍କଠାରୁ ଛୋଟ ଓ ସୂର୍ଯ୍ୟର ସବୁଠାରୁ ବେଶୀ ନିକଟବର୍ତ୍ତୀ। ସୂର୍ଯ୍ୟଠାରୁ ଏହାର ଦୂରତା ପ୍ରାୟ 6 କୋଟି କିଲୋମିଟର। ସୂର୍ଯ୍ୟର ଏତେ ନିକଟବର୍ତ୍ତୀ ପୃଥିବୀରୁ ଏଠାରେ ଉତ୍ତାପ ଅତ୍ୟନ୍ତ ଅଧିକ, ପ୍ରାୟ 350 ଡିଗ୍ରୀ ସେଣ୍ଟିଗ୍ରେଡ୍। ଏହି ତତ୍ତ୍ୱପରେ ଟିଣ, ସୀସା, ଭ୍ରଷ୍ଟ ଧାତୁ ତରଳି ଯାଇପାରେ। ତେଣୁ ସାଧାରଣ ଜୀବନ ଧାରଣ ଏଠାରେ ସମ୍ଭବ ନୁହେଁ। ଏହି ଗ୍ରହରେ କୌଣସି ବାୟୁମଣ୍ଡଳ ନାହିଁ। ଏସବୁ କାରଣ ହେତୁ ବୁଧ ଗ୍ରହରେ କୌଣସି ପ୍ରାଣୀ ବା ଉଦ୍ଭିଦ ଜଗତ ସୂଚନା ମିଳେ ନାହିଁ। ପ୍ରାଣୀ ଓ ଉଦ୍ଭିଦ ଜଗତ ସେଠାରେ ବଞ୍ଚି ବି ପାରିବେ ନାହିଁ। 2 ଶୁକ୍ର। ଏହି ଗ୍ରହଟି ପୃଥିବୀର ନିକଟତମ। ଇଂରାଜୀରେ ଏହାକୁ ଭେନସ୍ ବୋଲି କହନ୍ତି। ଋଗ୍ବେଦରେ ଶୁକ୍ର ଗ୍ରହକୁ ଭେନସ୍ ବୋଲି ବର୍ଣ୍ଣନା ଅଛି। ଏହାର ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ସବୁ ନକ୍ଷତ୍ର ଗ୍ରହଙ୍କୁ ବଳି ଯାଉଥିବାରୁ ଆକାଶମଣ୍ଡଳରେ ଏହା ସମସ୍ତ ଦୃଷ୍ଟି ଆକର୍ଷଣ ହୋଇଥାଏ। ଆକାଶରେ ଉଜ୍ଜ୍ୱଳତମ ତାରା ଲବ୍ଧକଠାରୁ ଏହା 15 ଗୁଣ ଅଧିକ ଉଜ୍ଜ୍ୱଳ। ତାପରେ ପୃଥିବୀ। ସୂର୍ଯ୍ୟଠାରୁ ଦୂରତାନୁଯାୟୀ ସ୍ୱତନ୍ତ୍ର ପରିବର୍ତ୍ତୀ ଗ୍ରହ ହେଉଛି ପୃଥିବୀ। ଏହା ସୂର୍ଯ୍ୟଠାରୁ 17 କୋଟି 50 ଲକ୍ଷ କିଲୋମିଟର ଦୂରତାରେ ଅବସ୍ଥିତ। ଏହାର ବ୍ୟାସ 13,000 କିଲୋମିଟର। ଏହା ଥରେ ସୂର୍ଯ୍ୟ ଚାରିପାଖରେ ଘୂରି ଆସିବା ପାଇଁ 365 ଦିନ ନିଏ। ଅନ୍ୟ ଗ୍ରହ ଉପଗ୍ରହକୁ ଯାଇ ସେଠାରୁ ଅନାୟରେ ପୃଥିବୀ ମଧ୍ୟ ଏକ ଗ୍ରହ ଭଳି ଦେଖାଯିବ। ଅନ୍ୟ ଗ୍ରହକୁ ଯାଇକି ଯଦି ଆମେ ଅନାଇବା ତାହେଲେ ପୃଥିବୀ ମଧ୍ୟ ଏକ ଗ୍ରହ ଭଳି ଆମକୁ ଦେଖାଯିବ। ତାପରେ ମଙ୍ଗଳ। ସୂର୍ଯ୍ୟଠାରୁ ଦୂରତାନୁଯାୟୀ ପୃଥିବୀର ପରବର୍ତ୍ତୀ ଗ୍ରହ ମଙ୍ଗଳ। ଏହାର ଦୂରତା ସୂର୍ଯ୍ୟଠାରୁ 23 କୋଟି 70 ଲକ୍ଷ କିଲୋମିଟର। ଏହା ସୂର୍ଯ୍ୟର ଚାରିପାଖରେ ଥରେ ଘୂରି ଆସିବା ପାଇଁ 687 ଦିନ ନିଏ। ମଙ୍ଗଳ ଗ୍ରହ ଆକାରରେ ପୃଥିବୀଠାରୁ 13 ଛୋଟ। ଏହାର ବ୍ୟାସ ହେଉଛି 7,500 କିଲୋମିଟର ଓ ଓଜନ ପୃଥିବୀର ଓଜନ 9 ଭାଗରୁ ଭାଗେ। ପୃଥିବୀ ପରି ଏଠାରେ ଦିନ ରାତି ହୁଏ ଏବଂ ଏଠାରେ ବାୟୁମଣ୍ଡଳ ଓ ଜଳ ଅଛି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି। ମଙ୍ଗଳ ଓ ବୃହସ୍ପତି କକ୍ଷ ଦୁଇଟି ମଧ୍ୟରେ କେତେଗୁଡ଼ିଏ ଗ୍ରହାଣୁ ସୂର୍ଯ୍ୟ ଚାରିପାଖରେ ଘୂରିବା ଦେଖାଯାଏ। ତାପରେ ବୃହସ୍ପତି। ଆମ ସୌରଜଗତର 9 ଗୋଟି ଗ୍ରହ ମଧ୍ୟରେ ଏହା ବୃହତ୍ତମ। ତେଣୁ ଏହାକୁ ଗ୍ରହରାଜା ବୋଲି କହନ୍ତି। ବୃହସ୍ପତିକୁ ଗ୍ରହରାଜା ବୋଲି କୁହନ୍ତି। ଏହାକୁ ହିନ୍ଦୁ ଜ୍ୟୋତିର୍ବିଦମାନେ ବହୁ ଶତାବ୍ଦୀ ତଳେ ଜାଣି ବୃହସ୍ପତିକୁ ଗ୍ରହରାଜା ଆଖ୍ୟା ଦେଇଥିଲେ। ଏହା ଆକାଶରେ ପୃଥିବୀଠାରୁ 1300 ଗୁଣ ବଡ଼। ସୂର୍ଯ୍ୟଠାରୁ ଏହାର ଦୂରତା 6 କୋଟି 50 ଲକ୍ଷ କିଲୋମିଟର। ତାପରେ ଶନି। ଏହା ସୂର୍ଯ୍ୟଠାରୁ 18 କୋଟି
60 ଲକ୍ଷ ମାଇଲ ଦୂରରେ ଅବସ୍ଥିତ। ଏହାର ଆକାର ପୃଥିବୀଠାରୁ 700 ଗୁଣ ବଡ଼। ଏହାର ବ୍ୟାସ ପ୍ରାୟ 1,20,000 କିଲୋମିଟର। ଏହା ପୃଥିବୀଠାରୁ ମୋଟେଇ 95 ଗୁଣ ଅଧିକ ଓଜନ। ସୂର୍ଯ୍ୟ ଚାରିପାଖରେ ଥରେ ଘୂରି ଆସିବା ପାଇଁ ଏହା 29.5 ବର୍ଷ ନିଏ। ଶନି ଗ୍ରହର ଚତୁର୍ଦିଗରେ ଗୋଟିଏ ଉଜ୍ଜ୍ୱଳ ବଳୟ ଦେଖିବାକୁ ମିଳେ। ଖୁବ୍ ଭଲ ଭାବରେ ଦେଖିଲେ ଏହା 3 ଭାଗରେ ବିଭକ୍ତ। ତାପରେ ଇନ୍ଦ୍ର ବା ୟୁରେନିୟସ୍। ଏହି ଗ୍ରହଟି 1781 ଖ୍ରୀଷ୍ଟାବ୍ଦରେ ବିଖ୍ୟାତ ଜ୍ୟୋତିର୍ବିଦ୍ ସାର୍ ୱିଲିୟମ୍ ହାର୍ସେଲଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ସର୍ବପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେ ଏହାକୁ ଆବିଷ୍କାର କରିଥିଲା। ଏହି ଗ୍ରହଟି ସୂର୍ଯ୍ୟଠାରୁ 3000 କୋଟି କିଲୋମିଟର ଦୂରରେ ଅବସ୍ଥିତ। ଏହାର ଆକାର ପୃଥିବୀଠାରୁ 13 ବଡ଼, ପ୍ରାୟ 66 ଗୁଣ ହେବ। ଏହା ଥରେ ସୂର୍ଯ୍ୟ ଚାରିପାଖରେ ଘୂରି ଆସିବା ପାଇଁ 84 ବର୍ଷ ନିଏ। ତାପରେ ବରୁଣ ବା ନେପଚୁନ୍। ଅନେକ ଦିନ ପର୍ଯ୍ୟନ୍ତ ଏହା ଆମ ସୌରଜଗତର ଶେଷ ଗ୍ରହ ବୋଲି ପରିଚିତ ଥିଲା। ଏହି ଗ୍ରହର ଆବିଷ୍କାର ପୂର୍ବରୁ ଆକାଶରେ ଏହାର ଅବସ୍ଥିତି ବିଷୟ ଆଡମସ୍ ଓ ଲେଭେର୍ ନାମକ 2 ଜଣ ବୈଜ୍ଞାନିକ ସ୍ୱାଧୀନ ଭାବରେ ଅଲଗା ଅଲଗା ଆବିଷ୍କାର କରିଥିଲେ। ତତ୍ପରେ ଜଣେ ଜର୍ମାନ ବୈଜ୍ଞାନିକ ଡାକ୍ତର ଗେଲ୍ ଏହାକୁ ଏକ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସର୍ବପ୍ରଥମେ ଦେଖିଥିଲେ। ଏହାର ଦୂରତା ସୂର୍ଯ୍ୟଠାରୁ ପ୍ରାୟ 466 କୋଟି କିଲୋମିଟର। ଏହା ଥରେ ସୂର୍ଯ୍ୟ ଚାରିପାଖରେ ଘୂରି ଆସିବା ପାଇଁ 165 ବର୍ଷ ନିଏ। ତାପରେ ଯମ ବା ପ୍ଲୁଟୋ। ବୈଜ୍ଞାନିକ ପାର୍ସିଭେଲଙ୍କ ଲୋଏରଙ୍କ ଗଣନା ଅନୁସାରେ କରି ତାଙ୍କର ପ୍ରତିଷ୍ଠିତ ଫେଷ୍ଟ ପର୍ଯ୍ୟବେକ୍ଷଣ କ୍ଲାଇଡ୍ ଟମଡ୍ ଓ ଅନ୍ୟ ସହକାରୀମାନେ 1930 ମସିହାରେ ଲୋଏରଙ୍କ ମୃତ୍ୟୁ ପରେ ଏହାକୁ ଆକାଶରେ ଆବିଷ୍କାର କରିଥିଲେ। ଏହା କେବଳ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଏ। ସେତେବେଳେ ଏହି ଗ୍ରହଟି ମିଥୁନ ରାଶିରେ ଅବସ୍ଥାନ ଥିଲା। ବଡ଼ ଆଶ୍ଚର୍ଯ୍ୟ କଥା, ଦକ୍ଷିଣ ଭାରତ ଗୋଲାର୍ଦ୍ଧସ୍ଥ ପ୍ରଥମ ଜ୍ୟୋତିର୍ବିଦ୍ ଭେଙ୍କଟେଶ ବାପୁଜୀ ତକର ପ୍ଲୁଟୋ ଗ୍ରହ ଆବିଷ୍କାର ହୋଇ 25 ବର୍ଷ ପୂର୍ବରୁ ଗ୍ରହର ଅତି ଆଦି ସମ୍ବନ୍ଧରେ ନାନା ଗଣନା କରି ପ୍ରକାଶ କରିଥିଲେ। ଏହା 248 ବର୍ଷରେ ଥରେ ସୂର୍ଯ୍ୟ ଚାରିପାଖରେ ଘୂରି ଆସେ। ତାପରେ 10ମ ଗ୍ରହ। ବହୁ ବୈଜ୍ଞାନିକ ବିଭିନ୍ନ ଗଣନାର ସନ୍ଦେହ କରନ୍ତି ଆମ ସୌରଜଗତରେ ଆଉ ଏକ ଗ୍ରହ ଅଛି। ସେହି ଗ୍ରହଟି ବହୁ ଦୂରରେ ଥିବାରୁ ଓ ଆକାରରେ 13 ଛୋଟ ଥିବାରୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇପାରି ନାହିଁ। ଏଭଳି ଏକ ଗ୍ରହ ଉପରିସ୍ଥ ପାଇଁ ବା ଉତ୍ପତ୍ତି ପାଇଁ ସେମାନେ ନାନା ଅକାଟ୍ୟ ପ୍ରମାଣ ଦିଅନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ 10ମ ଗ୍ରହର ଆବିଷ୍କାର ସମ୍ଭବ ହୋଇପାରି ନାହିଁ। ତାପରେ 5ମ ଅଧ୍ୟାୟ, ଆକାଶମଣ୍ଡଳରେ ଅଦିନିଆ ଅତିଥି ଧୂମକେତୁ। 1ରେ ଧୂମକେତୁର କ୍ଷୟ। କେଲ୍ଡନିଆମାନେ ଧୂମକେତୁକୁ ଏକ ପ୍ରକାରର ଗ୍ରହ ବୋଲି ବିଚାର କଲେ।
ସେମାନଙ୍କ ମତରେ ଏହି ଗ୍ରହଗୁଡ଼ିକର କ୍ଷୟ ଏତେ ଲମ୍ବା ଯେ ସେମାନେ ନିଜ କକ୍ଷରେ ବୁଲୁ ବୁଲୁ ସର୍ବଦା ଆମକୁ ଦିଶନ୍ତି ନାହିଁ। ସେମାନେ ଯେତେବେଳେ ଆମର ନିକଟବର୍ତ୍ତୀ ହୁଅନ୍ତି ଆମେ ସେମାନଙ୍କୁ ଦେଖିପାରୁ। ତାପରେ ଧୂମକେତୁର ପ୍ରକାର ଭେଦ। ଧୂମକେତୁ ପ୍ରଧାନତଃ ଦୁଇ ପ୍ରକାରର, ଏକରେ ସୌର ଧୂମକେତୁ ଓ ଦୁଇରେ ଅନ୍ତର୍ନିର୍ଯ୍ୟନ୍ତ୍ର ଧୂମକେତୁ। ପ୍ରଥମ ଶ୍ରେଣୀର ଧୂମକେତୁକୁ ଆମେ ସୌରଜଗତର ଅନ୍ତର୍ଗତ। ସେମାନଙ୍କର କକ୍ଷ ଦୀର୍ଘ, ଉପବୃତ୍ତାକାର ଓ ଲମ୍ବାଳିଆ। ସେମାନେ ଗ୍ରହମାନଙ୍କ ଭଳି ସୂର୍ଯ୍ୟ ଚାରିପାଖରେ ଘୂରନ୍ତି ଏବଂ ସେମାନଙ୍କୁ ବହୁ ବର୍ଷ ବ୍ୟବଧାନରେ ଥରେ ଲେଖାଏଁ ଦେଖିବାକୁ ମିଳେ। ଏହି ଜାତୀୟ ଧୂମକେତୁକୁ ମଧ୍ୟରେ ଅଙ୍କେ ଧୂମକେତୁ, ବିଲୟ ଧୂମକେତୁ, ଅଲବର ଧୂମକେତୁ ଆଦି ପ୍ରଧାନ। ପରେ ହାଲେ ଧୂମକେତୁ। ପୃଥିବୀକୁ ଯେତେ ଧୂମକେତୁ ଦେଖାଦେଲେଣି ସେମାନଙ୍କ ମଧ୍ୟରେ ହାଲିଆ ଧୂମକେତୁ ସର୍ବପ୍ରଧାନ। ଏହି ଧୂମକେତୁର କକ୍ଷ, ଏହାର ପରିକ୍ରମ କାଳ ଆଦି ବିଷୟ ଇଂରାଜୀ ବୈଜ୍ଞାନିକ ଏଡମଣ୍ଡ ହାଲେ ଗଣନା କରିଥିଲେ ବୋଲି ଏହାର ହାଲେ ଧୂମକେତୁ ଭାବରେ ପରିଚିତ। 1605 ମସିହା ସେ ବିଭିନ୍ନ ଧୂମକେତୁର କକ୍ଷ, ଗତିପଥ ଆଦି ଗଣନା କରୁ କରୁ ଦେଖିଲେ ଯେ 1531 ମସିହା ଏଫିଏନ୍ ଓ 1607 ମସିହାରେ କେପ୍ଲର ଓ 1682 ମସିହାରେ ସେ ନିଜେ ଯେଉଁ ଜ୍ୟୋତିଷକୁ ଦେଖିଲେ ତାହା ହେଉଛି ଗୋଟିଏ ଧୂମକେତୁ। ସେ ଗଣନା କରି ଭବିଷ୍ୟତବାଣୀ କରିଥିଲେ ଯେ ସେହି ଧୂମକେତୁକୁ ପୁଣି 1659 ମସିହାରେ ଦେଖାଯିବ। ହ୍ୟାଲେ ସେହି ତାରିଖ ବେଳକୁ ମରିଯାଇଥିଲେ। କ'ଣ ହେବ? ଠିକ୍ ସେହି ମସିହାରେ ଏହା ପୁଣି ଦେଖା ଦେଇଥିଲା। ପରେ ଧୂମକେତୁର ଆକାର ଓ ଗଠନ। ବିଭିନ୍ନ ଉପାୟରେ ବୈଜ୍ଞାନିକମାନେ ପରୀକ୍ଷା କରି ଦେଖନ୍ତି ଯେ ଏହି ଧୂମକେତୁକୁ ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ କଠିନ ପଦାର୍ଥ ଭାସମାନ ଅବସ୍ଥାରେ ବିଦ୍ୟମାନ। ଧୂମକେତୁର ଆକାର ବେଳେ ବେଳେ କଳ୍ପନାତୀତ। ଏହାର ମୁଣ୍ଡର ବ୍ୟାସ ବେଳେ ବେଳେ 1,00,000 ମାଇଲରୁ ଅଧିକ ଓ ଲାଞ୍ଜ ଲମ୍ବା 5 କୋଟି ମାଇଲରୁ ବେଶୀ ହୋଇଥାଏ। ଲାଞ୍ଜର ଲମ୍ବା 5 କୋଟି ମାଇଲରୁ ବେଶୀ ହୋଇଥାଏ। ଧୂମକେତୁର ଆକାର ଏତେ ବିରାଟ ହେଲେ କ'ଣ ହେବ? ଏହାର ଓଜନ ବିଶେଷ ଅଧିକ ନୁହେଁ। ତାପରେ ଧୂମକେତୁର ଲାଞ୍ଚ। ଧୂମକେତୁର ସବୁଠାରୁ କୌତୂହଳପୂର୍ଣ୍ଣ ଅଂଶ ହେଉଛି ଏହାର ଲାଞ୍ଚ। କେତେକ ଧୂମକେତୁର ଲାଞ୍ଚ ଛୋଟ, ଆଉ କେତେକର ଲାଞ୍ଚ ଅସମ୍ଭବ ଭାବରେ ବଡ଼। ପୁଣି କେତେକ ଧୂମକେତୁ ଦେଖାଯାନ୍ତି ଯେଉଁମାନଙ୍କର ଗୋଟିଏ ଲାଞ୍ଚ ପରିବର୍ତ୍ତିତରେ ଏକାଧିକ ଲାଞ୍ଚ ଥିବାର ଦେଖାଯାଏ। 1918 ମସିହାରେ ମୋର୍ ହାଉସ୍ ନାମକ ଏକ ଧୂମକେତୁ ଦେଖାଗଲା। ତାହା ଥିଲା 6 ଗୋଟି ଲାଞ୍ଚ ଓ ଏହା ପ୍ରତିଦିନ ତା'ର ରୂପକୁ ବଦଳାଉଥିଲା। ଏତିକିରେ ସମାପ୍ତ ହୋଇଛି 5ମ ଅଧ୍ୟାୟ। ପରବର୍ତ୍ତୀ